ଆପଣ ଯୋଉ ଭାବିଛନ୍ତି ଯେ ଆମକୁ ବାଡେଇବେ ଧମକେଇବେ ମାରିବେ କିଛି ଅସୁବିଧା ନାହିଁ। ଆମ ଓଡ଼ିଶାର ନାଗରିକ ମାରିବେ ତ ମାରିବେ, କଣ ଅଛି। କିନ୍ତୁ ଏଇ ଯୋଉ ରାଜନୈତିକ ମିଛ ପ୍ରପଗଣ୍ଡା ବନ୍ଦ କରନ୍ତୁ। ଆମେ କ୍ରିମିନାଲ ନୁହଁ, ଆତଙ୍କବାଦୀ ନୁହଁ, କି ଗୁଣ୍ଡା ନୁହଁ ସାର୍। ଆପଣ ଗୁଣ୍ଡା ସଜେଇ ଦେଲେ ଆପଣ ନିଜର ଟିକେ ମାଇଲେଜ ପାଇବା ପାଇଁ। ପ୍ରଥମେ ତ ସମସ୍ତ ଜନସାଧାରଣ କ୍ଷମା ପ୍ରାର୍ଥନା କରୁଛି। ଆଉ ସମସ୍ତ ଯେତେ ଜନସାଧାରଣଙ୍କ ଅସୁବିଧା ହେଇଛି କ୍ଷମା ଆମେ ସବୁ ଭାବୁଛି ଜନସାଧାରଣ ଆମକୁ କ୍ଷମା କରିଦେବେ। ଯଦି ଆଉ କିଛି ଅଛି ଯାହା ଗାଳି ଗୁଲୋଜ ଦେବାର ଅଛି, ଆହୁରି ବି ଗାଳି ଗୁଲୋଜ ଦେଲେ ଆମେ ସହयोग ଆମେ ଅଛୁ, ପ୍ରସ୍ତୁତ ଅଛୁ। କାହିଁକି ନା ଭୁଲ ଆମେ କରିଛୁ। ଚର୍ଚ୍ଚା ଚାଲିଛି ଯେ ଏଥିରେ କିଛି ରାଜନୈତିକ ଉଦ୍ଦେଶ୍ୟ ଅଛି ବୋଲି ଯୋଉ ଚର୍ଚ୍ଚା ଚାଲିଛି, ଏଇଟା ପୁରା ସମ୍ପୂର୍ଣ୍ଣ ବ୍ୟକ୍ତି ଜମା କୌଣସି ରାଜନୈତିକ ଚାଲି ନାହିଁ। ଆଜ୍ଞା ମୁଁ ଆପଣମାନଙ୍କୁ କ୍ଲିୟର କରିଦେଉଛି, ଏଇଟା ଯୋଉ ଏଥିରେ ଜମା ରାଜନୈତିକ ନ ଚାଲୁ। ଆମେ କୋଉଠି ବାହାରୁ ଫଣ୍ଡିଂ ପଡ଼ିନି କି ଆମକୁ କେହି ବିଦେଶ ଫଣ୍ଡିଂ ଆସିନି। ଆମେ ସମସ୍ତେ ଗୋଟେ ଗୋଟେ ଅଟୋ ଚାଳକ, ପେଟ ବସୁ ଗରିବ ଖଟିଖିଆ। ଆମକୁ ଜଣେ ଅଟୋ ଚାଳକ, ଅଟୋ ବା ଟ୍ୟାକ୍ସି ବା ଜଣେ ବାଇକ୍, କିଛି ବାଇକ୍ ବନ୍ଧୁମାନେ ମିଳିତ ଭାବେ ଏଇଟା 20ଟି 21ଟି ସଂଗଠନ ମିଳିତ ଭାବେ ଅନଲାଇନ୍ ଜୀବନ ଜୀବିକା ଚଳୁଥିବା ଭାଇମାନେ ସବୁ ଏକାଠି ହେଇଥିଲେ। କାରଣ ଦୀର୍ଘ ଦିନ 2016ରୁ 2027 ବେଳେ 11 ବର୍ଷ ହେଲା ସେମାନେ ବିଶ୍ୱାସ ହରେଇ ଦେଇଥିଲେ ଯେ ନାଇଁ ଆମକୁ ନ୍ୟାୟ ମିଳିବ ବୋଲି। ଏଇଟା ଆଜିର ନୁହଁ ସମସ୍ୟା, ଏ ବହୁ ଦିନର ସମସ୍ୟା। ବାରମ୍ବାର ଯାଇଛୁ, ବାରମ୍ବାର ଫେଲ୍ ମାରିଛୁ। କମ୍ପାନୀ 3ଟି କମ୍ପାନୀ କମ୍ପିଟିସନ୍ ଚାଲିଥାଏ ଯେ ଶସ୍ତା ଦେଇପାରିବ ଲୋକମାନଙ୍କୁ, କିନ୍ତୁ ନିଚରା ଡ୍ରାଇଭରଟି ବଳି ପଡ଼ିଥାଏ। ଏ ଡିମାଣ୍ଡଟା ଶୁଣା ଯାଇନଥିଲା। ବାରମ୍ବାର ଏଇଭଳି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହେଇଛି, କିନ୍ତୁ କେତେବେଳେ ତାର ରେଜଲ୍ଟ ବାହାରିନି। ଆଉ ଆମର ଡିସିପି ମହୋଦୟ ଯୋଉ କହିଲେ ଗୁଣ୍ଡା, ବହୁତ ଦୁଃଖ ଲାଗିଛି ଆଜ୍ଞା। ଆମେ ଗୋଟେ ପେଟ ପାଟଣାରେ ଖଟୁଛୁ ରାତି ପାଇଲେ 12 ଘଣ୍ଟା। ଚାକିରି ଯୋଉମାନେ ପାଇନାହାନ୍ତି ଲାଷ୍ଟକୁ ବାଧ୍ୟ ହେଇକି ଏ ଲାଇନ୍କି ଆସିଛନ୍ତି। କିଏ ଚାକିରି ପାଇନି, କିଏ କିଛି ବିଜନେସ୍ ହରେଇଛି, କିଏ କରଜ ବାଜ କରିଛି, ଲାଷ୍ଟକୁ ସେ ଲାଇନ୍କି ଆସିଛନ୍ତି ଆଜ୍ଞା। କେହି ଗୁଣ୍ଡା ନୁହନ୍ତି। ଆମେ କ୍ରିମିନାଲ ନୁହଁ, ଆତଙ୍କବାଦୀ ନୁହଁ, କି ଗୁଣ୍ଡା ନୁହଁ ସାର୍। ଆପଣ ଗୁଣ୍ଡା ସଜେଇ ଦେଲେ ଆପଣ ନିଜର ଟିକେ ମାଇଲେଜ ପାଇବା ପାଇଁ। ଆମର ଗୋଟେ ଗାଡ଼ି ମାଡ଼ ଆକ୍ସିଡେଣ୍ଟ ହେଇଯିବ, ଆପଣ ପୋଲିସ କ'ଣ କରିବେ ନା ଆମ ପିଲାକୁ ଥାନା ଭିତରେ ରଖିବେ। ଗୋଟେ ବଡ଼ ବଡ଼ିଆ ଲୋକ ହେଲେ ଗୋଟେ ଫୋନରେ ସେ ତାକୁ ବାହାର କରିଦେବେ। ଆମେ 2 ଜଣ ଯିବେ ଯଦି ଆମ ପିଲାକୁ ସଦା ଗାଳି କରିବେ କି କ'ଣ ପାଇଁ ଅଟୋ କିଏ ସେ ସକାଳେ ଯିବ। ତାପରେ ବାଧ୍ୟ ହୋଇକି ପିଲା 50ଟା ଯାଇକି ଗାଦିରି ହୁଅନ୍ତି। କ୍ୟାପିଟାଲ ଥାନା ହଉ, ଶହୀଦନଗର ଥାନା ହଉ, ଯେତେଟା ଥାନା ଯାଇକି ଗାଦିରି ହୁଅନ୍ତି। ଏଇଟା କ'ଣ ଗୁଣ୍ଡା? ଏଇଟା ନ୍ୟାୟ ପାଇଁ। ଯଦି ଆପଣ ଠିକରେ ନ୍ୟାୟ ଦେଇଥାନ୍ତେ କେହି 50ଟା ପିଲା ଗୋଟେ ଜଣ ଗଲେ ବି ଆପଣ ନେଗେଟିଭଟା ବି ପ୍ରଚାର କଲେ, କିନ୍ତୁ ପଜିଟିଭଟା ପ୍ରଚାର କଲେ। କେତେ ଗରିବ ପେଟ ପାଟଣା, କେତେ କେତେ କଷ୍ଟରେ କାହା ଛୁଆକୁ ପାଠ ପଢ଼େଇ ପାରୁନି, କିଏ ଗାଡ଼ି ଭିଡ଼ି ନେଉଛନ୍ତି, କିଏ କାହା ସ୍ତ୍ରୀ କାହା ପିଲାଙ୍କୁ ଅପେକ୍ଷା କରିଛି ଯେ ମୋ ବାପା ଆସିଲେ ଖାଇବ। ପଜିଟିଭଟା କରିବ, ଖାଲି ନେଗେଟିଭଟା ଏଇଟା ହେଇଗଲା, କାଚ ଭାଙ୍ଗିଗଲା। କାହିଁକି ହେଲା ଆଜ୍ଞା? ଆପଣ ପ୍ରଥମରୁ ଭିଜୁଆଲ ଦେଖନ୍ତୁ, ଯେତେବେଳେ ପିଲା ପହଞ୍ଚିଲେ ତା ଆରମ୍ଭଠୁ ଶେଷ ଯାଏ ଏ ଭିଜୁଆଲ ଆପଣଙ୍କ ପାଖରେ ନଥିବ। ଅଦ୍ୱୈତ ଲାଠି ମାଠୁ ଭିଜୁଆଲଟା ଅଛି। ମୁଁ ଛାଡ଼ନ୍ତୁ, ମୁଁ ରାଜନୀତି କରିବାକୁ ଚାହୁଁନି। ମୁଁ ରାଜନୀତି ଲୋକ ନୁହଁ, ମୁଁ ଗୋଟେ ନିରୀହ ଗରିବ କୃଷକ ପରିବାରରୁ ଗୋଟେ ପିଲାଟେ ଆସିଛି। ମୋତେ ରାଜନୀତି ଜଣା ନାହିଁ। ତେଣୁକରି ସମସ୍ତଙ୍କୁ ଅନୁରୋଧ କରିବି, ସରକାରକୁ ବି ଅନୁରୋଧ କରିବି, ଆପଣ ସେ ଗାଡ଼ିକୁ ଛାଡ଼ନ୍ତୁ। ଆଉ ଇଏ ପେଟ ପାଟଣା ଟିକେ ଦେଖନ୍ତୁ, ରାଜନୀତି ନ ହଉ। ଆପଣ ରାଗରେ ଯୋଉ ପିଲାମାନଙ୍କୁ 110ଟା ଭାଇମାନଙ୍କୁ ଆରେଷ୍ଟ କରିସାରିଲେଣି, ତ ତାପରେ ତ କୋର୍ଟ ଫରୱାର୍ଡ କରିସାରିଲେଣି। ସେ କଥା ଆମେ ଦେଖିବାକୁ ଚେଷ୍ଟା କରିବୁ। ଆମେ କିନ୍ତୁ ଆମ ଭିତରେ 10-50 କଲେକ୍ସନ କରିକି ଭାଇଙ୍କୁ ବେଲ୍ କରିବୁ। ଆମେ ବେଲ୍ କରିଦେବୁ। ଆପଣ ଆଉ ଚିନ୍ତା କରନ୍ତୁ, ଯାହା ତ ହେଲାଣି। ଗାଡ଼ି ଗୁଡ଼ାଙ୍କୁ ତାଙ୍କ ପେଟ ପାଟଣା ଜୀବିକା ତାଙ୍କୁ ଟିକେ ରିଲିଜ କରନ୍ତୁ ଦୟାକରି। ଆଉ ରାଜନୀତି କରନ୍ତୁ। କିନ୍ତୁ ଦୁଃଖର ବିଷୟ ଗୋଟିଏ ହେଲା, ଗୁଣ୍ଡା ସଜେଇ ଗୁଣ୍ଡା କହିବା ସାର୍ଙ୍କର ଏଇ ଯୋଉ ଭାଷାଟି। ଆମେ ଓଡ଼ିଶାର ନାଗରିକ, ଆମେ ବଞ୍ଚିଛୁ। ଆମର କ୍ରିମିନାଲ ଆକ୍ଟିଭିଟି କ'ଣ ମର୍ଡର କରିଛୁ, କାହାର ଦାଦା ଗଟି କଲେକ୍ସନ କରୁଛୁ ନା କ'ଣ କରିଛୁ କହୁନାହାନ୍ତି ଆଜ୍ଞା? ଅଟୋବାଲା ଆଜି ବା ଶୋଧୁଛନ୍ତି ଆପଣମାନେ ସବୁ ପ୍ରତି ଛକରେ ପିଲାଙ୍କୁ ଧମକଉଛନ୍ତି, ତମେ ସ୍ମାର୍ଟ ସିଟିରେ ଅଛ ମାନେ ତମେ ଗାଡ଼ି ଚଲେଇ ପାରିବନି, ଷ୍ଟିକର ଚିରୁଛନ୍ତି। ଏଇଟା କ'ଣ? ଏଇଟା ଗୁଣ୍ଡା ନା କ'ଣ? ଆମେ ଗୁଣ୍ଡା? ଆଉ ଯୋଉ ଷ୍ଟାଣ୍ଡ, ଅନଲାଇନ୍ ଷ୍ଟାଣ୍ଡଟି ଯୋଉ ଆପଣ ଭାଙ୍ଗିଦେଲେ, ଏଇଟା ମୁଁ ନୁହେଁ, ସେବା ପାଇଁ ହେଇଥିଲା। ଆଉ ଗୋଟେ ବିଡି ଆପ୍ରୁଭାଲ କରିଥିଲା। ଆମେ ଥିଲୁ ମଝି ଷ୍ଟାଣ୍ଡରେ, ଲାଲଚନ୍ଦ
ଆଉ ତନିଷ୍କି କିଛି ପଇସା ଖାଇକି ସେ ଜାଗାକୁ ଆପଣ ଦେଇଦେଲେ। ଏଠୁ ଆମକୁ ଆମେ ଆନ୍ଦୋଳନ କଲା ପରେ ଆପଣ ମତେ ଆମକୁ ସେ ଜାଗାଟିକୁ ଦେଇଛନ୍ତି। ଆମେ ଜବରଦସ୍ତି ସେ ଜାଗାକୁ ଯାଇବୁ, ଜବରଦସ୍ତି ଯାଉନୁ। ସେ ଜାଗାଟିକି ଆପଣ ଏଠି କଷ୍ଟମର ସୁବିଧା ହଉଥିଲା, 100 ମିଟର ଚାଲିକି ଆସୁଥିଲେ, ନହେଲେ କଷ୍ଟମର ଆହୁରି ଯାଇକି ୟୁକୋ ବ୍ୟାଙ୍କରେ ନହେଲେ ଭଡ଼ା ଉଠେଇବାକୁ ବ୍ୟବସ୍ଥା କରିଥାନ୍ତି, କାରଣ 2 କିଲୋମିଟର ହଉଥିଲା ୟୁକୋ ବ୍ୟାଙ୍କରେ ଭଡ଼ା ଉଠେଇବାକୁ। ସେ ଜାଗାଟା ଅନଲାଇନ୍ କଷ୍ଟମର ଉଠେଇବା ପାଇଁ ସୁବିଧା ଥିଲା, 100 ମିଟର ଚାଲିକି ଆଉଥିଲେ। ଆପଣ କଷ୍ଟମର ଇଭୁ ନିଅନ୍ତୁ, ଷ୍ଟେସନରେ କୋଉଠି ଉଠେଇବାକୁ ତାଙ୍କୁ ସୁବିଧା ହଉଥିଲା। ଆଉ ଆପଣ ଭାବିଲେ ଯେ ଆମର ଆମର ଆଡ୍ଡାସ୍ଥଳୀ ନଥିଲା। ହଁ, ଗାଧୁନି ବେଳେ କେତେବେଳେ କଣ କିଏ ପଦେ କହେ। ଆପଣ ଯୋଉ ଭାବୁଛନ୍ତି ଯେ ଆମକୁ ବାଡେଇବେ, ଧମକେଇବେ, ମାରିବେ, କିଛି ଅସୁବିଧା ନାହିଁ। ଆମ ଓଡିଶାର ନାଗରିକ, ମାରିବେ ତ ମାରିବେ, କଣ ଅଛି। କିନ୍ତୁ ଏଇ ଯୋଉ ରାଜନୈତିକ ମିଛ ପ୍ରପଗଣ୍ଡା ବନ୍ଦ କରନ୍ତୁ।